ଜୟ ଜଗନ୍ନାଥ। ଏହି ବିଷୟ 1530 ଖ୍ରୀଷ୍ଟାବ୍ଦରୁ 1540 ମଧ୍ୟରେ ବୋଲି ଇତିହାସ ପଣ୍ଡିତମାନେ କୁହନ୍ତି। ରଘୁ ବେହେରା। ପିପିଲିରେ ରଘୁ ବେହେରା ନାମକ ଏକ ଧୀବର ବାସ କରୁଥିଲେ। ମାଛ ମାରି ପେଟ ପୋଷିବା ଥିଲା ତାଙ୍କର ବୃତ୍ତି। ତାଙ୍କ ସଙ୍ଗେ ଘରେ ରହୁଥିଲେ ତାଙ୍କର ସ୍ତ୍ରୀ ଓ ମା। ତାଙ୍କର ମା ଓ ସ୍ତ୍ରୀ ମାଛ ମାରି ଭରଣ ପୋଷଣ କରିବା ସପକ୍ଷରେ ନଥିଲେ। ଦିନେ ରଘୁ ବେହେରାଙ୍କ ଜାଲରେ ବଡ଼ ରୋହି ମାଛଟିଏ ପଡ଼ିଥିଲା। ତାକୁ ମାରିବାକୁ ଉଦ୍ୟମ କଲାବେଳେ ଧୀବର ରଘୁ ଶୁଣିଲା, ମୀନ କହୁଛି, ନାରାୟଣ ମୋତେ ରକ୍ଷା କର, ଜଗନ୍ନାଥ ମୋତେ ରକ୍ଷା କର। ଘରେ ମା ଓ ସ୍ତ୍ରୀ ଅସନ୍ତୁଷ୍ଟ। ଏପଟେ ମୀନ କହୁଛି, ନାରାୟଣ ରକ୍ଷା କର। ଏହି ରହସ୍ୟକୁ ବୁଝି ନ ପାରି ପ୍ରଥମେ ସ୍ଥିର କଲେ ଆତ୍ମହତ୍ୟା କରିବି। ମାତ୍ର ତା ପୂର୍ବରୁ ମାଛଟିକୁ ଧରି କିଛି ସମୟ ଜଙ୍ଗଲରେ ବସିଲେ। ମୀନ ମାଛ ଶୁଣାଇଥିବା ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କଲେ। ଏହି ସମୟରେ ଜଣେ ବିପ୍ର ଆବିର୍ଭୂତ ହେଲେ। କହିଲେ, ମୁଁ ହେଉଛି ନାରାୟଣ, ମୁଁ ହିଁ ଜଗନ୍ନାଥ। ଧୀବର ଏହାର ପ୍ରମାଣ ଦେବାକୁ କହିବାରୁ ସେ ନିଜର ସ୍ୱରୂପ ପ୍ରକଟିତ କଲେ। ସେହି ଦିନଠାରୁ ରଘୁ ମୁଖରେ ନାରାୟଣ ନାରାୟଣ ଓ ଜଗନ୍ନାଥ ଜଗନ୍ନାଥ କହିବାକୁ ଆରମ୍ଭ କରି ଜପ ତପ ଓ ଭିକ୍ଷା କରିବାକୁ ଲାଗିଲେ। ଦିନେ ମନ୍ଦିରରେ ପଣ୍ଡାମାନେ ପ୍ରଭୁଙ୍କୁ ଭୋଗ ଅର୍ପଣ କରିବାକୁ ବସିଲେ, କିନ୍ତୁ ପ୍ରଭୁ ଜଳୁରେ ଦିଶିଲେ ନାହିଁ। ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇଲେ। ରାତିରେ ରାଜାଙ୍କୁ ପ୍ରଭୁ ଜଗନ୍ନାଥ କହିଲେ, ଆମ୍ଭେ ପିପିଲି ଗ୍ରାମର ଧୀବର ରଘୁଦାସ ଘରେ ବସି ଭୋଜନ କରୁଅଛୁ, ଏବଂ କହିଲେ, ମୋ ଭକ୍ତକୁ ଆଣି ତାର ରହିବା ଖାଇବା ବ୍ୟବସ୍ଥା କର, ତାପରେ ଯାଇ ମୁଁ କରିବି ଭୋଜନ। ଏତିକି କହି ପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ରାଜା ରଘୁଦାସକୁ ପୁରୀ ଆଣି ରହିବା ଓ ଖାଇବା ବ୍ୟବସ୍ଥା କଲେ। ରଘୁଦାସେ ରହିଲେ ପ୍ରଭୁ ପାଶେ ଅତ୍ୟନ୍ତ ମନର ହରସେ।